तो हे गाइस लिटरली ମୁଁ ବୁଝିପାରୁନି ଆପଣମାନଙ୍କୁ ଗୁଡ୍ ଇଭିନିଂ କହିବି ଗୁଡ୍ ନାଇଟ୍ କହିବି କ'ଣ କହିବି ମୁଁ ବି ବୁଝିପାରୁନି। ମୋ ମୁଣ୍ଡ ବହୁତ ଖରାପ ହେଇଗଲାଣି କାହିଁକିନା ଏଇଠି ଦେଖିପାରୁଥିବ ମୁଁ ଭାଇ ରାତିରେ ଶୋଇଥିଲି ମୁଁ ଝାଳ ପୁରା ହେଇଗଲି ଗୋଟେ ଥରକରେ ଏବେ ପର୍ଯ୍ୟନ୍ତ ମୁଁ ଥରୁଛି। ଲିଟରାଲି ଦେଖିପାରୁଥିବ ଭାଇ କହିବ ଭାଇ ମିଛ କହୁଛି ବୋଲି। ଲିଟରାଲି ଦେଖାଉଛି ଏ ମୋବାଇଲରେ ଇଣ୍ଟରନେଟ୍ ନାହିଁ ବି ମେଘ ଘଡ଼ଘଡ଼ି ହେଉଛି ତ ଲିଟରାଲି ଦେଖିପାରୁଥିବ କେତେ 2ଟା 28 ହେଇଛି। ମୁଁ 2ଟା 30ରୁ ମାନେ ସରି 2ଟା 15ରୁ ମୁଁ ଉଠିଛି। ଯେତେବେଳେ ଏଇଠି ଶୋଇଥିଲି ଭାଇ ମୋ ନଜର ପଡ଼ିଲା ଦେଖ ଫ୍ରଣ୍ଟ ସିଧା ଆମ ଗ୍ରିଲ୍ ସେଇଠି ଅଛି ଜୁମ୍ କରି ଦେଇଦେଉଛି ସେଇଠି ମୋ ନଜର ପଡ଼ିଲା। ଯେମିତି ମୋ ନଜର ପଡ଼ିଛି ହଠାତ୍ କିନା ମୁଁ ଦେଖିଲି ସେଇଠି ଜଣେ ଛିଡ଼ା ହେଇଛି ତା ଚୁଟି ଏମିତି ଉଡ଼ୁଛି ଭାଇ। ଏଥିରେ କହିବା ଠିକ୍ ନ କହିବା ଠିକ୍ କି ଭୁଲ ମୁଁ କହିପାରିବିନି। ସତ ତା ଚୁଟି ଭାଇ ଉଡ଼ୁଥିଲା ଆଉ ସେ ବାରମ୍ବାର ଏମିତି ଅନଉଥିଲା ତ ମୋ ମୋବାଇଲ ପଡ଼ିଥିଲା ସେଇଠି। ମୁଁ ଉଠିକି ଭାଇ ସାଙ୍ଗେ ଗଲି ସେ ମୋବାଇଲ ଲାଇଟ୍ ମାରିଲା ବେଳକୁ ଭାଇ କେହି ନାହାନ୍ତି। ଲିଟରାଲି ସତ କଥା ଭାଇ ରାଣ ଅଛି ଭାଇ। ତାପରେ ମୋର ଫାଟିକି 17 ବାଳ। ଲିଟରାଲି କେବେ ଆମ ଘରେ କି ବାହାରେ କି କୋଉଠି ବି ଭାଇ ମୁଁ ଏମିତି ଦେଖିନଥିଲି। ଫାର୍ଷ୍ଟ ଟାଇମ୍ ଦେଖିଲି ତ ମୋ ଡ୍ରେସ୍ ପୁରା ଓଦା ହେଇଯାଇଛି ଭାଇ ଝାଳ ଏତେ ମାନେ ଲିଟରାଲି ଭାଇ ମୋ ପାଟିରୁ ହିଁ ଶବ୍ଦ ବାହାରୁନି। ମୋ ହାତ ଦେଖନ୍ତୁ ରୁମ ପୁରା କେମିତି ଟାଙ୍କୁରି ଉଠିଛି। ମୁଁ ଭାବୁଥିଲି ରାତିରେ ଭିଡ଼ିଓ କରିବିନି ବାଧ୍ୟ ହେଲି ଆପଣମାନଙ୍କୁ ଟିକେ ଜଣେଇଦେବାକୁ କି ଏହା ହେଉଛି। ତ ମମି ସେଇଠି ମୋ ସବୁଠାରୁ ବଡ଼ ଭୟ ଥିଲା। ମମି ଏଠି ଶୋଇ ପଳେଇ ଆସିଲା ମୋ ସବୁଠାରୁ ବଡ଼ ଭୟ ଦେଖାଉଛି ମୋତେ ଏବେ ବି ଗ୍ରିଲ୍ ପାଖକୁ ଯିବାକୁ ଡର ଲାଗୁଛି ତଥାପି ଯାଇକି ଦେଖୁଛି। ଲିଟରାଲି ଭାଇ ଏଇଠି କବାଟ ବାସ୍ ରାତିରେ ମେଘ ହେଇଥିଲା ତ କବାଟ ବାସ୍ ଏତିକି ଫାଙ୍କା ଥିଲା ଏଇଠୁ ସେ ଏତିକି ଏଇ ଜାଗାଟା ଅଛି ଏତିକିରୁ ସେ ଛିଡ଼ା ହେଇଛି ତା ଚୁଟି ଏତିକି ପୁରା ଏତିକି ପର୍ଯ୍ୟନ୍ତ ଦେଖାଯାଉଛି ଆଉ ଉଡ଼ୁଛି ଚୁଟିଟା ଉଡ଼ୁଛି ପୁରା ବ୍ଲାକ୍ କଲର୍ର କିଛି ହ୍ୱାଇଟ୍ ବି ନାହିଁ। ହ୍ୱାଇଟ୍ ଗୋଟେ ଶୁଣିଥିଲି କିନ୍ତୁ ପୁରା ବ୍ଲାକ୍ କଲର୍ର ଓରା କେମିତି ଗୋଟେ ଓରା ଟାଇପ୍ର ସେମିତି ଥିଲା। ସିଏ ଏମିତି ଏଇଠି ଘଡ଼ଘଡ଼ି କେଜର ମାରୁଛି ଆପଣମାନେ ଦେଖିପାରୁଥିବେ ବର୍ଷା ବି ହେଉଛି 2ଟା ତ ରାତିରେ ବି ବର୍ଷା ହେଉଛି ତ ସିଏ ଏଇଠି ତା ମୁଣ୍ଡ ଥିଲା ଆଉ ସିଏ ଧୀରେ ଏତିକି ଏମିତି ନଇକି ଏମିତି ଡୁବୁଥିଲା ଆଉ ମୋ ମମି ଠିକ୍ ସେ ଶୋଇଥିଲା ଏଇ ସାମ୍ନାରେ। ଏଇଟା ଯୋଉଟା ଦେଖୁଛ ନା ମୋ ମମି ଏଇଠି ସପ ପକେଇ ଶୋଇଥିଲା କାହିଁକିନା ରାତିରେ ମୋ ଉପରେ ରାଗିଥିଲା ବହୁତ ସେ ଛୋଟ କିଛି ଇସ୍ୟୁ ହେଇଥିଲା ସେ ରାଗିଥିଲା ମୋ ଉପରେ ତ ରାଗିକି ସେ ଏପଟରେ ଶୋଇଥିଲା। ତ ମୁଁ କହିଲି ତାପରେ ମୋ ଦେହ ମୁଁ ତାକୁ ଉଠେଇକି ସେଠି ଶୋଇଛି ସେ ଆଉ ମୁଁ ଭାଇ ଲିଟରାଲି ସତ କହୁଛି ଭଗବାନଙ୍କର ରାଣ ଭାଇ କି ଆଜି ପର୍ଯ୍ୟନ୍ତ ଭାଇ ମୋ ସାଙ୍ଗେ ଦେଖିନି। ମୁଁ କଥା କହିବାକୁ ମୋତେ ଡର ଲାଗୁଛି ମାନେ ଏମିତି ଲିଟରାଲି ମୁଁ ଆଜି ଫାର୍ଷ୍ଟ ଟାଇମ୍ ଦେଖିଛି। ଯଦି ମୁଁ ସେଇ ଟାଇମ୍ରେ କ୍ୟାମେରାଟା ଓପନ୍ କରିଦେଇଥାନ୍ତି ଭାଇ ଭଲ ହେଇଥାନ୍ତା କିନ୍ତୁ ମୋର ଏତେ ବୁଦ୍ଧି ନଥିଲା। ମୋତେ ଲାଗିଲା କି ମମି ଛିଡ଼ା ହେଇଛି ସେଇଠି ସେଇଟା ମୋର ବଡ଼ ଭୁଲ ହେଇଗଲା। ମୁଁ ଭାବିଲି କି ମମି ଛିଡ଼ା ହେଇଛି କାହିଁ ଖାଲିଟାରେ କ୍ୟାମେରା ଓପନ୍ କରି କିଛି ରାତିରେ ଭାଇ ରାତି 2ଟାରେ କାହା ମୁଣ୍ଡରେ ବସିବ କ୍ୟାମେରା ଓପନ୍ କରିବାକୁ ଭାବିପାରିବ କି କ୍ୟାମେରା ଓପନ୍ କରି ଲିଟରାଲି କିଏ ଭାବିପାରିବ ଏତେ ଅନ୍ଧାର ହେଇଛି ମୋବାଇଲ ଲାଇଟ୍ରେ ବି ଆପଣମାନେ ମୋତେ ଠିକ୍ରେ ଦେଖିପାରୁନଥିବେ। ସତ କଥା କହୁଛି ଦେଖି ତ ବାହାର କେତେ ଅନ୍ଧାର ଟୋଟାଲି ଭାଇ ମଣିଷ ଗୋଟେ କେହି ଦେଖା ବି ହେବେନି ଏତିକି ଜୋରରେ ଅନ୍ଧାର ହେଇଛି। ଲିଟରାଲି ଯଦି ଭାବୁଥାନ୍ତା ଆପଣଙ୍କ ଘରେ ଅଛନ୍ତି ଲିଟରାଲି ଶୋଇକି ବାସ୍ ଅନେଇଲା ବେଳକୁ ସେଇ ଜିନିଷ ତମ ଆଖି ସାମ୍ନାରେ କେମିତି ଭାଇ ଫିଲ୍ ହବ। ଫାର୍ଷ୍ଟ ଟାଇମ୍ ଏଇଟା ମୋ ଏକ୍ସପିରିଏନ୍ସ ଭାଇ ମୁଁ ଜାଣିନଥିଲି ଏମିତି ଲାଗେ ବୋଲି। ମୁଁ ଲିଟରାଲି ଭାଇ ଥରୁଛି ମୋ ଗୋଡ଼ରୁ ମୁଣ୍ଡ ଯାଇ ଭାଇ ପୁରା ଥରୁଛି। ମୋ ଟାଙ୍କୁରି ଉଠିଛି ତ ଠିକ୍ ଅଛି ଭାଇ ଆଶା କରୁଛି ଲିଟରାଲି ଆପଣଙ୍କୁ କିଛି ଶୁଣାଗଲା ମୋତେ ଭାଇ ଶୁଣାଗଲା। ଲିଟରାଲି ଭାଇ କ୍ଷମା କରିବ ମୁଁ ଭାଇ ଗ୍ରିଲ୍ ଖୋଲୁନି ଯାହା ହେଇଯିବ ଭାଇ ଗ୍ରିଲ୍ ଆଉ ଭାଇ ଖୋଲିବିନି ଲିଟରାଲି ରାଣ ଅଛି ଗ୍ରିଲ୍ ଖୋଲିବିନି ଆଉ ଜୀବନକୁ ମୋର ବହୁତ ଭଲ ଏ ଭାଇ ଉପରଟା ବି ପୁରା ଖୋଲା ଅଛି ରେ। ଲିଟରାଲି ଭାଇ ମୋ ଜୀବନକୁ ପାଣି ଛଡ଼େଇକି ଆସିବା କଥା ମୁଁ ଲିଟରାଲି ଭାଇ
ସତରେ କହୁଛି ମୁଁ, ମାନେ ପଛ କାଟିକି 70 ମାଇଲ ଯାଉଛି। ପୁଣି ଥରେ ସାଉଣ୍ଡ ଭାଇ ଶୁଣାଗଲା ଟିକ୍ 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 ଦି ଥର ଏମିତି ସାଉଣ୍ଡ ଶୁଣାଯାଇଛି। ତ ମତେ ବହୁତ ଜୋର ଡର ଲାଗୁଛି। ତାହେଲେ ଭାଇ ମତେ ଠିକ ଅଛି ଭାଇ, ଆପଣମାନେ ଆଜି ଦେଖନ୍ତୁ ମୁଁ ଏତିକି ସମୟ ମାନେ ଟିକେ ଭିଡ଼ିଓ କଲିଣି। ସିଏ ମୁଁ ଆଉ ଭିଡ଼ିଓ କରିବାକୁ ଭାଇ ମୋ ସହିତ ପେସେନ୍ସ ନାହିଁ। ତ କାଲି ସକାଳୁ ଆପଣ ମୋ ସହିତ ଦେଖା ହେଉଛି ଚ୍ୟାଲେଞ୍ଜ ବ୍ଲଗ୍ରେ, ସେତେବେଳେ ଏକ୍ସପ୍ଲୋର କରିଦେବି ଠିକ ଅଛି। ତ ଏବେ ମୁଁ ଥରୁଛି ଭାଇ, ତ ଆଶା କରୁଛି ମୁଁ ତ ଗୋଷ୍ଟକୁ ଜଣେଇ ପାରିଲିନି, କିନ୍ତୁ ଆଶା କରୁଛି ଆପଣ ସେ ସାଉଣ୍ଡଟା ଶୁଣି ଯାଇଥିବ, ଆପଣ ଜାଣିପାରିଥିବେ। ତ ଠିକ ଅଛି ଭାଇ, ମୁଁ ରହୁଛି। ତ ପରେ କାଲି ସକାଳୁ ସବୁ ଏକ୍ସପ୍ଲେନ୍ କରିଦେବି ଠିକ ଅଛି। ରହିଲି, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ।